हेलो पिला माने मधुआपर साहित्य श्रेणी को तुम मानक स्वागत। पूर्वर आमे राघव लंका यात्रा अनुकूल कवितार सार कथा पढ़ी। वर्तमान आस किछि प्रश्नोत्तर संपर्क में आलोचना करवा। तुम प्रश्न अच्छी। प्रथम प्रश्न, कवि सम्राट किए? उत्तर आसो आमर उपेन्द्र भंज। लिखिनेबा उपेन्द्र भंज। उपेन्द्र भंज। परवर्ती प्रश्न, राघवंक लंका यात्रानुकूल कविताटी केउ काव्यरू आनीत? उत्तर आसिबो वैदेहीश विलास। वैदेहीश विलास। परवर्ती प्रश्न, राघव किए? हाँ, राघव प्रभु रामचंद्र। परवर्ती प्रश्न को जीवा। जलाधिपति काहाकू कहा जाइछि? उत्तर आसिबो वरुण देवंकु। ता परवर्ती प्रश्न, रामचंद्र विस्मय रे निश्वास छाड़िथिले काहिंकी? पर्वतमान समुद्र जल रे बुड़ी जिबारु। लिखिनेबा उत्तर पर्वतमान समुद्र जल रे बुड़ी जिबारु। वर्तमान अन्य प्रश्न देखिबा। वरुण देव को प्रसन्न करने पाई रामचंद्र कौन कले? अनाहार रे कुशशज्या रे शयन कले। उत्तर लिखिनेबा अनाहार रे कुशशज्या रे शयन कले। परवर्ती प्रश्न, दश शिर बा विंशति कर काहाकू कहा जाइछि? रावण को। तार परवर्ती प्रश्न, समुद्र रे पर्वत पकाइबा बेले केउ शब्द शुभुला? फिफिकार शब्द। लिखिनेबा फी फी फिफिकार शब्द। परवर्ती प्रश्न को आम देखिबा। विभूति भूषण कविता रे विभूति भूषण काहाकू लक्ष्य करी कहा जाइछि? श्री रामचंद्र को। तार परवर्ती प्रश्न को देखिबा। रावण प्रेरित दूत दुहिंक नाम कौन? दिजन दूतंकर नाम हला सुक आउ सारण। लिखिबा परवर्ती प्रश्न को जीवा।
ଶୁକ ସାରଣ କେଉଁ ରୂପ ଧରି ସମୁଦ୍ର ସେପାରକୁ ଯାଇଥିଲେ? ବତକ। ଉତ୍ତର ଲେଖିନେବା। ବତକ। ପରବର୍ତ୍ତୀ ପ୍ରଶ୍ନ, ଅଙ୍ଗଦଙ୍କର ପିତୃବ୍ୟ କିଏ? ସୁଗ୍ରୀବ। ସୁଗ୍ରୀବ। ଏଥର ତାପର ପ୍ରଶ୍ନକୁ ଯିବା। ରାବଣର ଅନୁଜଙ୍କ ନାମ କଣ? ବିଭୀଷଣ। ଲେଖିନେବା। ବିଭୀଷଣ। ଏଥର ଏଇ ପ୍ରଶ୍ନଟିକୁ ଦେଖିବା। ଦେବରିପୁ କାହାକୁ କୁହାଯାଇଛି? ରାବଣକୁ। ପରବର୍ତ୍ତୀ ପ୍ରଶ୍ନ, ଅଙ୍ଗଦଙ୍କ ପିତା ଶତ୍ରୁ କିଏ? ରାମଚନ୍ଦ୍ର। ପରବର୍ତ୍ତୀ ପ୍ରଶ୍ନ ଗୁଡ଼ିକୁ ଆଲୋଚନା କରିବା। କେଉଁ ସର୍ତ୍ତରେ ବିଭୀଷଣ ଲଙ୍କାକୁ ଫେରିବେ ବୋଲି କହିଥିଲେ? ମା ସୀତାଙ୍କୁ ଫେରାଇ ଦେଲେ। ମା ସୀତାଙ୍କୁ ଫେରାଇ ଦେଲେ। ପରବର୍ତ୍ତୀ ପ୍ରଶ୍ନ, କାହାର ମାଡ଼ ଭୟରେ ଶୁକ ସାରଣ ଲଙ୍କାକୁ ଫେରି ଯାଇଥିଲେ? ଅଙ୍ଗଦର। ଅଙ୍ଗଦଙ୍କର। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଅଙ୍ଗଦର ଚାପୁଡ଼ାକୁ କାହା ସହିତ ତୁଳନା କରାଯାଇଛି? ବଜ୍ରାଘାତ। ବଜ୍ରାଘାତ ସହିତ। ଲେଖିନେବା। ବଜ୍ରାଘାତ। ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା। ଅଙ୍ଗଦଙ୍କ ଚାପୁଡ଼ା ଆଘାତରେ କେଉଁ ପର୍ବତ ଚୂର୍ଣ୍ଣ ହୋଇଯାଇଥାନ୍ତା? ବିନ୍ଧ୍ୟ ପର୍ବତ। ଲେଖିନେବା। ବିନ୍ଧ୍ୟ ପର୍ବତ। ଆଉ ଗୋଟିଏ ପ୍ରଶ୍ନକୁ ଯିବା। ଅଙ୍ଗଦଙ୍କ ଚାପୁଡ଼ା କେଉଁଠି ବାଜିଥିଲା? ବ୍ଯୋମରେ ବା ଆକାଶରେ। ଲେଖିନେବା ଉତ୍ତର। ବ୍ଯୋମରେ, ଯାହାକୁ କୁହାଯାଏ ଆମେ ଆକାଶରେ। ଆଉ କିଛି ପ୍ରଶ୍ନର ଉତ୍ତର ଆଲୋଚନା କରିବା। ବିନ୍ଧ୍ୟ ପର୍ବତ ଚୂର୍ଣ୍ଣ ହୋଇଥିଲେ କିଏ ସନ୍ତୋଷ ଲଭିଥାନ୍ତେ? ଭାନୁଦେବ। ଉତ୍ତର ଲେଖିନେବା। ଭାନୁଦେବ। ଭାନୁଦେବ। ତାର ପରବର୍ତ୍ତୀ ପ୍ରଶ୍ନକୁ ଯିବା। ସଂଖ୍ୟା ବିଶେଷରେ ଏକ ଶଙ୍ଖର ପରିମାଣ କେତେ? ନା 1,00,000 କୋଟି। ଲେଖିନେବା ଉତ୍ତର। 1,00,000 କୋଟି। ତାର ପରବର୍ତ୍ତୀ ପ୍ରଶ୍ନକୁ ଦେଖ। ସଂଖ୍ୟା ଗଣନକୁ ଛାଡ଼ି 5 ଶବ୍ଦର ଅର୍ଥ କଣ? 5 ଶବ୍ଦର ଅର୍ଥ ହେଲା ବିଚାର। ଲେଖିନିଅ। ବିଚାର। ତାର ପରବର୍ତ୍ତୀ ଥିବା ପ୍ରଶ୍ନ, କବିତାରେ ବିତରଣ ଶବ୍ଦ
କେଉଁ ଅର୍ଥରେ ପ୍ରୟୋଗ କରାଯାଇଛି? ବିତରଣ ର ଅର୍ଥ ହେଲା ପାର ହେବା। ଆଉ ଏକ ପ୍ରଶ୍ନ, ରାବଣ ବିରସକୁ ମନ୍ଦ କରିଛନ୍ତି କାହିଁକି? ରାମଙ୍କୁ ହୀନ ପରାକ୍ରମୀ ଭାବି। ଲେଖିବା ଉତ୍ତରଟି, ରାମଚନ୍ଦ୍ରଙ୍କୁ ହୀନ ପରାକ୍ରମୀ ଭାବି। ତାହେଲେ ପିଲାମାନେ ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ କବିତାର କେତେକ ପ୍ରଶ୍ନ ଉତ୍ତର ଆଲୋଚନା କଲେ। ଆଜି ପାଇଁ ଏତିକି। ବାଏ ବାଏ।